ଆଜିଠୁ ଆରମ୍ଭ ପବିତ୍ର ରାମନବମୀ। ବୌଦ୍ଧ ଜିଲ୍ଲାର ସମସ୍ତ ରାମ ମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ, ସବୁଠି ଭକ୍ତିମୟ ପରିବେଶ। ଆମେ ସିଧାସଳଖ ଆଜି ପହଞ୍ଚିଛୁ ବୌଦ୍ଧ ଜିଲ୍ଲାର ସର୍ବପୁରାତନ ଦେବଗଡ଼ ରାମ ମନ୍ଦିରରେ। ଏଠିକାର ରାମଲୀଳା, ଏଠିକାର ରାମ ମନ୍ଦିର ସମସ୍ତ ମନ୍ଦିର ଠାରୁ ପୁରାତନ ମନ୍ଦିର। ତେଣୁ ସିଧାସଳଖ ଆମେ ମନ୍ଦିର ପରିଚାଳନା କମିଟି ପୂଜକ ଅଛନ୍ତି, ତାଙ୍କ ସହିତ ଆମେ ସିଧାସଳଖ ପଚାରି ବୁଝିବା ଏଠିକାର ରାମ ମନ୍ଦିରର ମହତ୍ତ୍ୱ ଏବଂ ରାମଲୀଳାର କ'ଣ ରହିଛି ମାହାତ୍ମ୍ୟ। ଆସନ୍ତୁ ପଚାରି ବୁଝିବା। এই ମନ୍ଦିରର ଆରମ୍ଭ ଯେତେବେଳେ ହେଲା, ଆମର ବୌଦ୍ଧର ତତ୍କାଳୀନ ରାଜା ଗୋବିନ୍ଦ ସେ ସମୟରେ ଏଟାକୁ ଆଣିଥିଲେ ବୋଲି କହୁଥିଲେ। ଆମେ ତ ବି ଜାଣିନୁ, ସେ ବହୁତ ଦୀର୍ଘ 200 ବର୍ଷ ହେବ ସେଠି ସ୍ଥାପନ ହେଇଥିଲେ। ଗୋଟେ ଗୁମ୍ଫା ଭିତରେ ଗୋଟେ ବିରାଟ ପାହାଡ଼ ଉପରେ ଏଟାକୁ ସ୍ଥାପନ କରିଥିଲେ। ତାଙ୍କର ଏଠି ପାଖରେ ବି ତାଙ୍କ ରାଜବାଟୀ ବି ଅଛି। ତ ସେ ସମୟରେ ସେ ଜାଗାରେ ସେ ରାମଲୀଳା ଆରମ୍ଭ କରାଇଛନ୍ତି। ଏଥର ମଧ୍ୟ କୋଉ ବର୍ଷ କି ଅନ୍ୟ ବର୍ଷ କରି କେମିତି ଭଲ ଭାବରେ ହେବ, ସେଥିପାଇଁ ଆମର ଗାଁବାସୀମାନେ ସେଠି ବହୁତ ଚେଷ୍ଟା ଚାଲିଛି। ହେଲେ ଇଏ ହେଉଛି ଆମର ଛୋଟ ଟାଇମ୍ରେ ମନ୍ଦିର ହୋଇସାରିଲା ହୋଇଛି। ସେ ଟାଇମ୍ରେ ଆମେ ପାଠ ପଢ଼ିଲା ଟାଇମ୍ରେ ଆମେ ଆସିକି ସବୁ ଦେଖୁଛୁ, ସବୁ ରାମଲୀଳା କରୁଥିଲେ। ତାପରେ ଆମର ଦେବଗଡ଼ ପିଲାମାନେ କରୁନାହାନ୍ତି, ଆସିକିରି ବୌଦ୍ଧରୁ ମାଳି ପୂଜା ଆସିକିରି ରଜା ଆଣିକିରି କରୁଥିଲେ। ଯେତେବେଳେ କରୁଥିଲେ ରଜା ବୋଇଲେ ହବ ପିଲେ ହଜୁ ଆମେ ସବୁଦିନେ ଏ ଗାଁରୁ ସେ ଗାଁରୁ ଆଣିକିରି ପିଲା ଆଇଲେ ନାଚ କରିବୁ। ତମର ଏଡ଼େ ବଡ଼ ଗାଁ, ଏ ଗାଁରୁ ଥାଇକିରି ଯଦି ତମେ ଶିକ୍ଷିତ ବୋଇଲେ କରତ ବୋଇଲେ ମୋର ସୁବିଧା હતા, ଆମକୁ ବି ସୁବିଧା હતા, ଏଇଟା କହିଲେ ରଜା। ପ୍ରଥମେ ମୁଁ କହିବାକୁ ଚାହିଁବି ଯେ ପ୍ରଭୁ ରଘୁନାଥ ଯେହେତୁ ପର୍ବତେ ରଘୁନନ୍ଦନର ଯଥାର୍ଥ ଏଠି ରହିଛି, ତା ସାଙ୍ଗକୁ ଅଛନ୍ତି ଭାଇ ଲକ୍ଷ୍ମଣ, ଦେବୀ ମାତା ସୀତା ଏବଂ ଲକ୍ଷ୍ମଣଙ୍କର ଧର୍ମପତ୍ନୀ ଉର୍ମିଳା ଏବଂ ଭକ୍ତପ୍ରବୀର ହନୁମାନ ଏବଂ ପାର୍ଶ୍ୱରେ ଅଛନ୍ତି ମା ଲଙ୍କ ଦେବୀ, ଯିଏକି ଆଧ୍ୟାତ୍ମିକ ଦୃଷ୍ଟିରୁ ଆମେ କହିବାକୁ ଗଲେ ଯେ ରାମଲୀଳାର ପ୍ରତ୍ୟେକ ଜାଗାରେ ଯେଉଁଠି ଦେଖନ୍ତୁ ନା କିଛି ଲଙ୍କ ଦେବୀଙ୍କର ପୂଜା ଆରାଧନା। ଆଉ ତା ବାମ ପାଖରେ ଅଛନ୍ତି ଆମର ମର୍ଯ୍ୟାଦା ପୁରୁଷ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର ମୂର୍ତ୍ତି ରହିଛି, ସେ ମଧ୍ୟ ପୂଜା ପାଉଛନ୍ତି। ତା ସାଙ୍ଗରେ ଅଛନ୍ତି ଆମର ଦକ୍ଷିଣ ପାର୍ଶ୍ୱରେ ରଘୁନାଥଙ୍କର ମୁନି ଋଷିମାନଙ୍କର ଏକ ଛୋଟ ଆଶ୍ରମ। ଯେହେତୁ ଜିଲ୍ଲାର ଆମର ଶ୍ରାବଣ ପୂର୍ଣ୍ଣିମାରେ ଯେଉଁଟାକି ବ୍ରତ ପୟନ ହୁଏ, ଠାକୁରଙ୍କ ପାଖରେ ପଇତା ଲାଗି ହୁଏ ଏବଂ ପୋଷ୍ୟ ଆବଶ୍ୟକ ସେଠି ମଧ୍ୟ ପଇତା ଲାଗି ହୁଏ। ବିଭିନ୍ନ ପ୍ରକାର ଆମର ପ୍ରବଚନ କାର୍ଯ୍ୟକ୍ରମ ବି ଏଠି ଅନୁଷ୍ଠିତ ହୁଏ, ରାମଚରିତ ମାନସ ମଧ୍ୟ ହୁଏ। ତ ସାଙ୍ଗକୁ ବିଭିନ୍ନ ଠାକୁରଙ୍କ ଯାହା ଦୈନନ୍ଦିନ ନୀତି ବିଭିନ୍ନ ପ୍ରକାରରେ ବିଭିନ୍ନ ଦିନରେ ପୂଜା ସମାପନ। ତେଣୁ ଆପଣମାନେ ଦେଖିପାରୁଥିବେ ଆଜିକାର ଏଠିକାର ଯେଉଁ ଭକ୍ତିମୟ ପରିବେଶ ରହିଛି, ହଜାର ହଜାର ଭକ୍ତଙ୍କର ଏଠି ଜନସମାଗମ ରହିଛି। ଆଜିଠୁ ଚଳଚଞ୍ଚଳ ଏଇ ରାମ ମନ୍ଦିର ପୀଠ ଦୀର୍ଘ ଆଜିଠୁ ଯେଉଁ ଆରମ୍ଭ 12 ତାରିଖ ପର୍ଯ୍ୟନ୍ତ ଚାଲିବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଶେଷରେ ରାବଣ ପୋଡ଼ି ରହିଛି ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏଠି ଶେଷ ଦିନ ଜନସମାଗମ ହୋଇଥାଏ ବୋଲି ଯାହା ମନ୍ଦିର ପରିଚାଳନା କମିଟି ମାନେ କହୁଥିଲେ। ବୌଦ୍ଧରୁ ଭାଗବତ ମେହେର, ଫୋକସ୍ ପ୍ଲସ୍।